ऑल पुराण स्टोरी, सुहासारी कहानी, इज्जत वाली। ଶହୀଦ ନଗର ନାମରେ ଏକ ରାଜ୍ୟ ଥିଲା। ସେ ରାଜ୍ୟକୁ ସୈୟଦ କାସିମ ଅଲ୍ଲୀ ନାମକ ଜଣେ ନବାବ ଶାସନ କରୁଥିଲେ। ଦିନକର କଥା, ଜଣେ ବିଦେଶୀ ଆସି ସେହି ରାଜ୍ୟର ଧର୍ମଶାଳାରେ ରହିଲେ। ସେଠାରେ ଚାନ୍ଦ ନାମରେ ଜଣେ ଧୋବଣୀ ଥିଲା। ସେ ଧୋବଣୀ ନିତି ଧର୍ମଶାଳାକୁ ଆସେ। ଚାନ୍ଦକୁ ଦେଖିବା ମାତ୍ରେ ସେ ବିଦେଶୀ ଜଣଙ୍କ କହିଲା, ଆଲୋ, ହେ ମୋ ଲୁଗାପଟା 2 ଖଣ୍ଡ ନେଇ ସଫା କରି ଆଣନ୍ତୁ ନାହିଁ। ଧୋବଣୀ କହିଲା, ଇଏ ସାହେବ, ତୁମେ କି କଥା କହୁଛ ବା? ମୋର ଯାହା ବୃତ୍ତି ତାହାକୁ କ'ଣ ଛାଡ଼ି ଚଳିପାରିବି? ଦଉନ ଦିଅ। ତୁମର ଯାହା ଯାହା ସଫା ହେବ, ହଁ, ସଫା କରି ଆଣି ଦେବାକୁ 1 ଦିନ ଲାଗିବ। ବିଦେଶୀ ଜଣକ ତାଙ୍କର ଧୋତି ପଞ୍ଜାବୀ 2 ଖଣ୍ଡ ସଫା କରିବାକୁ ଦେଇଦେଲା। ଧୋବଣୀ ଲୁଗା ନେଇ ଚାଲି ଯାଉଥିବା ସମୟରେ ବିଦେଶୀ ପଚାରିଲେ, ଏହି ସଫା କରିବା କାର୍ଯ୍ୟ ଲାଗି ମୋର ତୁମକୁ କେତେ ପ୍ରାପ୍ୟ ଦେବାକୁ ହେବ? ଧୋବଣୀ କହିଲା, ଧୋତି ଖଣ୍ଡିଏ ସଫା କରିଦେଲେ ପଞ୍ଜାବୀଟିଏ ନେବି, ପଞ୍ଜାବୀ ଗୋଟିଏ ସଫା କରିଦେଲେ ଧୋତି ଗୋଟିଏ ନେବି। ଦେଖୁନାହାନ୍ତି ବାବୁ, ବର୍ତ୍ତମାନ ବଜାରରେ କିପରି ସଫେଇ ଦ୍ରବ୍ୟ ଗୁଡ଼ିକର ଭାଉ କିପରି ଉଚ୍ଚା ହୋଇଛି। ବିଦେଶୀ ଧୋବଣୀର ସମସ୍ତ କଥା ଶୁଣି ଖଣ୍ଡିଏ ପଞ୍ଜାବୀ ଓ ଖଣ୍ଡିଏ ଧୋତି ସଫା କରିବାକୁ ଦେଇଦେଲା। ବିଦେଶୀ ଧୋବଣୀର ସମସ୍ତ କଥା ଶୁଣି ଖଣ୍ଡିଏ ପଞ୍ଜାବୀ ଓ ଖଣ୍ଡିଏ ଧୋତି ସଫା କରିବାକୁ ଦେଇଦେଲା। ଧୋବଣୀ ପଞ୍ଜାବୀ ଖଣ୍ଡିଏ ଆଉ ଧୋତି ଖଣ୍ଡିଏ ଧରି ଚାଲିଗଲା। 5-6 ଦିନ ବିତିଗଲା ସିନା ସେ ଆଉ ଧର୍ମଶାଳାକୁ ଆସିନଥିଲା। ଏଣେ ବିଦେଶୀ ବାବୁଙ୍କର ପିନ୍ଧା ଯିବା ଲାଗି ଅଧିକ ଡ୍ରେସ୍ ନାହିଁ। ଏଥିଲାଗି ସେ ବହୁତ ବ୍ୟସ୍ତ ହୋଇ ପଡ଼ି ଲୋକଙ୍କଠାରୁ ଧୋବଣୀର ଘର ପଚାରି ପଚାରି ଯାଇ ସେଠାରେ ପହଞ୍ଚିଲା। ଯୋଗକୁ ସେଠାରେ ଧୋବଣୀ ସାଥିରେ ଦେଖା ହୋଇଗଲା। ଧୋବଣୀକୁ ଦେଖି ବିଦେଶୀ ଜଣକ ରାଗରେ ଲାଲ ହୋଇଗଲେ। ତାକୁ ପଚାରିଲେ, ତୁ କିମିତିକା ଲୋକ ଯେ ଏତେ ଦିନ ହେଲା ଲୁଗା ଆଣିଲୁନି? ସଫା କରି ଦେଇଥିଲେ ମୁଁ ସିନା କୁଆଡ଼େ ଯାଇଥାନ୍ତି। ଧୋବଣୀ କହିଲା, ଆପଣ ମୋ ଉପରେ ବିରକ୍ତ ହେବାର କାରଣ ତ କିଛି ନାହିଁ, କି ଲୁଗା ପୁଣି ଆପଣଙ୍କୁ ଦେଇଥାନ୍ତି। ଧୋବଣୀର କଥା ଶୁଣି ବିଦେଶୀ ଜଣକ ଆଶ୍ଚର୍ଯ୍ୟ ହୋଇ କହିଲା, କି ଲୁଗା? ଧୋବଣୀ କହିଲା, ଆପଣ ମୋତେ ଖଣ୍ଡିଏ ଧୋତି ସହିତ ଖଣ୍ଡିଏ ପଞ୍ଜାବୀ ଦେଇଥିଲେ। ମୁଁ କହିଥିଲି ଧୋତିଟିଏ ସଫା କଲେ ପଞ୍ଜାବୀ ଗୋଟିଏ ନେବି, ଆଉ ପଞ୍ଜାବୀ ଗୋଟିଏ ସଫା କରିଦେଲେ ଧୋତିଟିଏ ନେବି। ଆପଣ ଯାହା ସଫା କରିବାକୁ ଦେଇଥିଲେ ସଫେଇ ବାବଦକୁ ତ ମୁଁ ମୋର ପ୍ରାପ୍ୟ ପାଇଗଲି। 2ଟି ଯାକ ସଫା କଲି, ତା ବଦଳରେ 2ଟି ଯାକ ନେଇଗଲି। ତୁମକୁ ମୁଁ ଭଲରେ ଭଲରେ କହୁଛି, ଏମିତି କ୍ରୋଧିତ ନ ହୋଇ ନିଜ ରାସ୍ତା ଏବେ ନିଜେ ଦେଖ। ତାହା ନହେଲେ ତମେ ଅପମାନ ପାଇବ। ବିଦେଶୀ ଜଣକ ନିରୁପାୟ ହୋଇ ଯାଇ ନିକଟସ୍ଥ ଥାନାକୁ ଯାଇ ଜମାଦାର ବାବୁଙ୍କୁ କହିଲା। ଜମାଦାର ବାବୁ ସିପାହୀକୁ ପଠାଇ ଧୋବଣୀକୁ ଡାକି ନେଲେ। ଧୋବଣୀକୁ ଦେଖି ଜମାଦାର ବାବୁ ପଚାରିଲେ, କିଲୋ ଚାନ୍ଦ, ସେଦିନ ପରା ତୁ ତୋ ପାଖ ପୁରାଇ ଦେଉ ନଥିଲୁ, ଏଥର ହଜତରେ ରହିବୁ ତ? ଚାନ୍ଦ ଧୋବଣୀ ଜମାଦାରଙ୍କର କଥା ଶୁଣି ହସିଦେଇ କହିଲା, ତୁମ ପରି ଲୋକକୁ ମୁଁ ପାଖ ପୁରାଇ ଦେଲି ନାହିଁ? ଏ କିମିତିକା କଥା ବାବୁ? ମୁଁ ଜଣେ ଗେରସ୍ତକୁ ପଛ କରି ଆଗ ଆପଣଙ୍କୁ କାହିଁକି ଆଜି ରାତିରେ ଆସୁନାହାନ୍ତି? ଜମାଦାର ବାବୁ ଚାନ୍ଦ ଧୋବଣୀ ଠାରୁ ଯେତେବେଳେ ଏକଥା ଶୁଣିଲେ, ସେ ସଙ୍ଗେ ସଙ୍ଗେ ବିଦେଶୀ ଉପରେ ତାନତୋଡ଼ ହୋଇ ବିଦା କରିଦେଲେ। ଜମାଦାର ଯେତେବେଳେ ଏକଥାକୁ କାନକୁ ନେଲେ ନାହିଁ, ସେ ବିଦେଶୀ ପାଇ ଯାଇ ତାଙ୍କ ଉପର ବାବୁଙ୍କୁ ଧରିଲା। ସେଠାକାର ବାବୁ ଖୁବ୍ ନାଲି ଆଖି କରି ଧୋବଣୀକୁ ପାଖକୁ ଡକାଇ ନେଲେ। ପ୍ରଥମେ ସେ ଖୁବ୍ କଡ଼ା ଗଳାରେ କହିଲେ, ଆଲୋ ହାରାମଯାଦି, ତୁ ଏ ବିଦେଶୀ ଲୋକର ଲୁଗା କାହିଁକି ଦେଉନାହୁଁ? ଧୋବଣୀ କହିଲା, ମୋ କଥା ଟିକେ ଶୁଣନ୍ତୁ, ତାପରେ ଯାଇ ମୋ ଉପରେ ରାଗିବେ। ଏହା କହି ଧୋବଣୀ ଟିକେ ଓଠ ବଙ୍କେଇ ହସିଦେଲା। ଧୋବଣୀ ମୁଖରେ କିପରିକା ହସ ଦେଖିଲେ କେଜାଣି ଥାନାର ବଡ଼ବାବୁ ସେ ସଙ୍ଗେ ସଙ୍ଗେ ତରଳି ଯାଇ ନରମ କଥାରେ କହିଲେ, କିଲୋ, ତୁ
କ'ଣ ସବୁଦିନ ଏହିପରି ବିଦେଶୀ ବାବୁଙ୍କ ସାଥିରେ କାମ ଚଳାଉଥିବୁ? ଯେତେବେଳେ ବିପଦ ପଡ଼ିବ ସେତେବେଳେ ଆମ ପାଖକୁ ଚାଲି ଆସିବୁ। ତ ଚାନ୍ଦ ଧବଣୀ ପୁଣି ଓଠରେ ହସ ଫୁଟାଇ କହିଲା, ମଲା ମଲା, ଆପଣ ଏକି କଥା କହୁଛନ୍ତି ସାନ୍ତେ? କହୁଛନ୍ତି ବିଦେଶୀ, ପୁଣି ଯେଉଁମାନେ ନିଜର ହୋଇ ପଡ଼ିଛନ୍ତି ସେମାନେ ପରା ଗେରସ୍ତମାନଙ୍କ ଠାରୁ ଉପରେ। ଏଥର ଆଜି 10ଟା ବେଳକୁ ମୋ ଘରକୁ ଆସୁନାହାନ୍ତି? ଧବଣୀ କଥାରେ ଥାନାରେ ବଡ଼ବାବୁ ତରଳି ଯାଇ କହିଲେ, ହଇ ହୋ ବିଦେଶୀ ବାବୁ, ସେମାନେ ଛୋଟ ଲୋକ ହେଲେ ବୋଲିକି ସେମାନଙ୍କର କ'ଣ ଇଜ୍ଜତ ନାହିଁ? ତାଠାରୁ ତମେ ତ ସବୁ କଥା ଶୁଣିଲ, ଏଥିରେ ତାର ଭୁଲ କେଉଁଠାରେ ରହିଲା? ଯାଅ, ତୁମର ବିଚାର ଏଠାରେ କରାଯାଇ ପାରିବ ନାହିଁ। ଧବଣୀ ଏହାପରେ ବଡ଼ବାବୁଙ୍କ ମୁଖକୁ ଚାହିଁ ହସିଦେଲା। ହାକିମ ବାବୁ ତାର ସେହି ସୁନ୍ଦର ରୂପକୁ ଚାହିଁ ରହିଛନ୍ତି। ଚାନ୍ଦ ଧବଣୀର ଶେଷ କଥା ପଦକ ବଡ଼ବାବୁଙ୍କ ମନକୁ ପାଇଲା। ସେ ତହୁଁ କହିଲେ, ଆଲୋ, ଆମେ ତମମାନଙ୍କର ମନର କଥାକୁ କିପରି ଜାଣିବୁ କହିଲୁ? ଆଗରୁ ତ କେବେ ଏମିତି କଥା ଶୁଣାଇ ନଥିଲୁ, ଆଜି ଦରକାର ପଡ଼ିବାରୁ ଆସିଲୁ ସିନା। ଚାନ୍ଦ ଧବଣୀ କହିଲା, ଆପଣମାନଙ୍କର ସେବା କରିବାକୁ ଆମର ବା କୋଉ ଭାଗ୍ୟରେ ଅଛି? ବାବୁମାନଙ୍କର ଚେହେରା, ରୂପ, ଟଙ୍କା ପଇସା ଆମକୁ ଦୁର୍ଲଭ। ବଡ଼ବାବୁ ଦେଖିଲେ ବିଦେଶୀ ଚାଲିଗଲେଣି। ତହୁଁ ସେ ଚାନ୍ଦର ମୁଖକୁ ଘଡ଼ିଏ ଚାହିଁ କହିଲେ, ଦେଖିବା ତ, 10ଟା ବେଳକୁ କହିଛୁ ତ? ଏହାପରେ କଳା ଅନ୍ଧାରର ରାତ୍ରି ହେଲା। ସହର ବଜାର ସବୁଆଡ଼େ ଆଲୁଅ ଜଳିଲା। ଚାନ୍ଦ ଧବଣୀର କହିବା ଅନୁସାରେ ଜମାଦାର ବାବୁ ଯାଇ ସେଠାରେ ହାଜର ହେଲେ। ଜମାଦାର ବାବୁଙ୍କୁ ଯେମିତି ଧବଣୀ ଦେଖିଲା, ସଙ୍ଗେ ସଙ୍ଗେ ଆଦର କରି ସମ୍ମାନ ଦେଇ ଘରେ ନେଇ ବସାଇଲା। ନିଜ ହାତରେ ପାନ ଭାଙ୍ଗି ଜମାଦାର ବାବୁଙ୍କୁ ଖୁଆଇ ଦେଇ ତଳେ ବସିଗଲା। ଚାନ୍ଦ ଧବଣୀକୁ ଏପରି ବସିବାର ଦେଖି ଜମାଦାର ବାବୁ କହିଲେ, କିଲୋ, ତୋର କ'ଣ ତଳେ ବସିବାର କଥା? ଆ, ଏହି ଖଟ ଉପରେ ବସ। ଧବଣୀ ଏକଥା ଶୁଣି ହସି ଦେଇ କହିଲା, ଏମିତି ତରତର ହେଲେ କିପରି ହେବ? ଆସ ବୋଲି କ'ଣ କହୁଛୁ ଲୋ ଚାନ୍ଦ? ମୋତେ ତୁ ଆଗ ରକ୍ଷା କର। ମୋର ଆଉ ସେ ପ୍ରେମ ଫ୍ରେମ ଦରକାର ନାହିଁ। କୋଉଠି ହାଣ୍ଡି କୁଣ୍ଡେଇ ଅଛି ଦେଖେ। ଯେତେ ଶୀଘ୍ର ପାରୁଛୁ ତୁ ମୋତେ କୁଆଡ଼େ ଲୁଚେଇ ଦେ। ମୋର ଚାକିରି ଚାଲିଗଲା ବୋଲି ଜାଣ ଚାନ୍ଦ। ଚାନ୍ଦ କହିଲା, ତାହେଲେ ଠିକ୍ ଅଛି। ମୋର ତ ଏହି ବଖୁରିଟିଏ ମାତ୍ରକ ଘର। ଆର ପଟକୁ ମୋର କୁକୁଡ଼ା ଭାଡ଼ିଟିଏ ଅଛି। ତମେ ତାରି ଭିତରେ ପଶିଯାଅ। ମୁଁ ତୁମ ଉପରେ ଗୋଟାଏ ଲୁଗା ଘୋଡ଼ାଇ ଦେଉଛି। ଚାନ୍ଦ ଧବଣୀର ମୁଖରୁ କଥା ନ ବାହାରୁଣୁ ଜମାଦାର ବାବୁ ଝପଟି ଯାଇ କୁକୁଡ଼ା ବାଡ଼ି ଭିତରେ ପଶିଗଲାରୁ ଧବଣୀ ତାଙ୍କ ଉପରେ ନାଲି ଲୁଗା ଖଣ୍ଡିଏ ଢାଙ୍କିଦେଲା। ଜମାଦାର ବାବୁଙ୍କୁ ଲୁଗା ଘୋଡ଼ାଇ ଦେଇ ସାରି ଚାନ୍ଦ ଏଥର ଥାନାର ବଡ଼ବାବୁଙ୍କ ଲାଗି ଦରଜା ଖୋଲିଦେଲା। ଥାନାର ବଡ଼ବାବୁ ଜୋତା ମଚ ମଚ ଶବ୍ଦରେ ଘର ଭିତରକୁ ପଶିଗଲେ। ଚାନ୍ଦ କହିଲା, ଆପଣ ଟିକେ ଏହିଠାରେ ବସି ପଡ଼ନ୍ତୁ, ମୁଁ ଖାଲି ଦ୍ୱାରଟା ଖୋଲି ଦେଉଛି। ଧବଣୀ ଦ୍ୱାରଟା ଖୋଲିବାକୁ କହୁଛି ଶୁଣି ଥାନାବାବୁ ସଙ୍ଗେ ସଙ୍ଗେ ଚାନ୍ଦର ହାତଟାକୁ ଧରି ପକାଇ କହିଲା, କିଲୋ, ତୁ କ'ଣ ମୋ ଚାକିରି ଖଣ୍ଡକ ଖାଇଦେବୁ ନା କ'ଣ? ଚାନ୍ଦ କହିଲା, ଏଥର ମୁଁ କ'ଣ କରିବି କହୁନାହାନ୍ତି? ମୋର ଘର ତ ଦେଖୁଛନ୍ତି, ଏହି ଛୋଟିଆ ଘରଟାରେ। ଆପଣଙ୍କୁ ଏଥର କେଉଁଠାରେ ଲୁଚାଇବି? ବରଂ ଆପଣ ମୋ କଥା ମାନି ଏହି ଶାଢ଼ୀ ଖଣ୍ଡିକ ଘୋଡ଼ାଇ ହୋଇ ସେହି ଚୌକି ପାଖରେ ବସି ଯାଆନ୍ତୁ ନା। ଦେଖନ୍ତୁ, ଏତେ ବାଟରୁ ଚାଲି ଚାଲି ଆସିଛନ୍ତି, ଟିକିଏ ଦମ ନେଇ ଯାଆନ୍ତୁ ନା। ନା, ତାପରେ ଯାହା କରିବେ ସେଥିରେ ମଜା ଚାଖିବେ। ଧବଣୀ ଏହାପରେ ଜମାଦାର ବାବୁଙ୍କ ସଙ୍ଗରେ ଖୁବ୍ ମିଠା ମିଠା କଥା କହି ବାବୁଙ୍କର ମନକୁ ମନାଇବାକୁ ଲାଗିଲା। ଏମିତି ଗପସପ ଦୁହିଁଙ୍କ ମଧ୍ୟରେ ଚାଲିଛି। ୟା ମଧ୍ୟରେ ରାତି 10ଟା ବାଜିଗଲା। ସଙ୍ଗେ ସଙ୍ଗେ କବାଟରେ କାହାର ଠକ ଠକ ଶବ୍ଦ ଶୁଣିବାରୁ ଧବଣୀ ତରତର ହୋଇ ଉଠିଯାଇ କବାଟ ଖୋଲିଦେଇ ଦେଖେ ତ ଥାନାର ବଡ଼ବାବୁ ଆସିଛନ୍ତି। ଧବଣୀ ହସିଦେଇ କହିଲା, ସତରେ ବଡ଼ବାବୁ, ମୋର କ'ଣ ବିଶ୍ୱାସ ଥିଲା ଯେ ତମେ ଆସିବ ବୋଲି। ଛାର ଛିକର ମାଇପି ଲୋକ, ଛୋଟ ଜାତି, ଆମମାନଙ୍କ ଘରକୁ ଆସିବା ଲାଗି
ମନ ତ ହୁଏ ନାହିଁ। ଦେଖିଲା ଠୁ ସିନା ମୋର ବିଶ୍ୱାସ ହେଲା 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 ମୋ ସ୍ୱପ୍ନ ସତ ହେଲା। ଆପଣ ଏଇଠି ଟିକେ ବସନ୍ତୁ ନା। ଏହା କହି ବଡ଼ବାବୁଙ୍କୁ ଖଣ୍ଡିଏ ଚେୟାର ଧରାଇ ଦେଇ ଧବଣୀ ଘର ଭିତରକୁ ଚାଲିଗଲା। ଦେଖିଲ ଜମାଦାର ବାବୁ, କେଡ଼େ ଛୋଟ ଆଉ କମ କରି ଏହି ବଡ଼ବାବୁ ତୁମର। ଏମିତି ଚାଲି ଆସିଲେ କ'ଣ ଆମେ ତମକୁ ସହଜରେ ଦେବୁ? ତମେ ମଜା କରି ଚାଲିଯିବ। ଇଏ ଚାନ୍ଦମଣି ଧୋବଣୀଟି। ହଉ ବାବୁ, ଆସ। ତମ ପରି ଭଲ ବାବୁ ମୁଁ କେବେ ଦେଖି ନାହିଁ। ଆପଣ ଖାସ୍ ମୋରି ଲାଗି ସେ ବିଦେଶୀଟାକୁ ତା ରାସ୍ତା ଦେଖାଇ ଦେଲେ। ଆପଣଙ୍କର କଥା ତ ନ ବୁଝିଲେ ସଂସାରରେ ଧର୍ମ ତ ଅଛି। ଚାନ୍ଦଠାରୁ ଏକଥା ଶୁଣି ଜମାଦାର ବାବୁ କହିଲେ, ମୋତେ ଚକି ପାଖକୁ ଲାଗି ଚଣା ଗଉଣି ଥୁଆ ହୋଇଛି। ମୁଠାଏ ମୁଠାଏ ଚଣା ଦେଇ ଚକିରେ ପେଷୁଥାନ୍ତୁ। ଚାନ୍ଦର ସେହି ଉପାୟଟି ଥାନାର ବଡ଼ବାବୁଙ୍କ ମନକୁ ପାଇଲା। ଏହାପରେ ଧୋବଣୀ ଘରୁ ବାହାରକୁ ଚାଲିଗଲା। ଚାଲିଯିବା ବେଳେ କହିଗଲା, ବ୍ୟସ୍ତ ହେବେ ନାହିଁ, ମୁଁ ସଙ୍ଗେ ସଙ୍ଗେ ଆସୁଛି। ଚାନ୍ଦ ଯାଇଛି ଯେ ଯାଇଛି, ଆଉ ଫେରିବାର ନାହିଁ। ଚାହିଁ ଚାହିଁ ଥାନାର ବଡ଼ବାବୁ ବିରକ୍ତ ହୋଇଗଲେ। ତ ସେ ଉଠି ପଡ଼ି ରାଗରେ ଚାନ୍ଦର ଘରେ ଥିବା ସମସ୍ତ ଜିନିଷପତ୍ରକୁ ବାଡ଼ି ଭାଙ୍ଗିଦେଲେ। କବାଟ, ଝରକା, ହାଣ୍ଡି କୁଣ୍ଢେଇ ଏ ସମସ୍ତ ଭାଙ୍ଗି ସାରିବା ପରେ ତାର ନଜର ପଡ଼ିଗଲା ଚାନ୍ଦର କୁକୁଡ଼ା ଭାଡ଼ି ଉପରେ। ରାଗରେ ବାବୁ କୁକୁଡ଼ା ଭାଡ଼ିକୁ ଜୋତା ଥିବା ପାଦରେ ଗୋଇଠା ପରେ ଗୋଇଠା ମାରିବାକୁ ଲାଗିଲେ। ଗୋଇଠା ମାଡ଼ରେ କୁକୁଡ଼ା ଭାଡ଼ି ଭାଙ୍ଗିଯାଇ ଗୋଇଠା ଗୁଡ଼ାକ ଜମାଦାର ବାବୁଙ୍କ ଉପରେ ବାଜୁଥାଏ। ଜମାଦାର ବାବୁ ଜାଣୁଥାନ୍ତି ଯେ ବଡ଼ବାବୁ ଜାଣିକରି ତାକୁ ଏମିତି କ୍ରୋଧିତ ହୋଇ ଜୋତା ମାଡ଼ କରୁଛନ୍ତି। ବଡ଼ ଇନ୍ସପେକ୍ଟର ବାବୁଙ୍କର ମାଡ଼ ଆଉ ସହ୍ୟ କରି ନପାରି ଜମାଦାର ବାବୁ ହଠାତ୍ ଉଠି ପଡ଼ି ତାଙ୍କର ଗୋଡ଼ ଧରି ପକାଇ କହିଲା, ମୋତେ ରକ୍ଷା କରନ୍ତୁ ସାର୍, ମୋର ଅପରାଧ ହୋଇଛି। ମୁଁ ଆଜ୍ଞା ଏଠାରେ ଏକା ଏ ଦଶା ଭୋଗ କରୁନାହିଁ। ଦେଖୁନାହାନ୍ତି ଆଜ୍ଞା, ସେଠାରେ ଆମ ସବ୍ ଇନ୍ସପେକ୍ଟର ବାବୁ କିପରି ଶାଢ଼ୀ ଢାଙ୍କି ହୋଇ ଚକିରେ ଚଣା ପେଷୁଛନ୍ତି। ଜମାଦାର ବାବୁଙ୍କର ମୁଖରୁ ଏ କଥା ଶୁଣିବା ମାତ୍ରେ ସବ୍ ଇନ୍ସପେକ୍ଟରଙ୍କର ହଲକ ଶୁଖିଗଲା। ସେ ଭୟରେ ନିଜେ ହାତ ଯୋଡ଼ି ଆସି ବାବୁଙ୍କ ପାଖରେ ଠିଆ ହେଲା। ଏଥର ଇନ୍ସପେକ୍ଟର ବାବୁ ବୁଝିନେଲେ ଯେ ଏହା ସବୁ ହେଉଛି ଚାନ୍ଦ ଧୋବଣୀର ଚାଲ। ତେଣୁ ସେ ରାଗ ଗରଗର ହୋଇ ଦୁହିଁଙ୍କୁ ଧରି ଥାନାକୁ ଚାଲିଗଲେ। ସିପାହୀମାନଙ୍କୁ ପଠାଇ ଧୋବଣୀକୁ ଡାକିନେଲେ। ନିଜର ଅରମାନ ମେଣ୍ଟାଇବାକୁ ଯାଇ ଯୋଡ଼ି ବେତରେ ଦମେ ପିଟାପିଟି କଲେ, ତାପରେ ଛାଡ଼ିଦେଲେ। ଶୁଆ କହିଲା, ଦେଖିଲୁ ସାରୀ, ସଂସାରରେ ପୁଅ ଏହିଭଳି ମାଇକେନାମାନେ ଅଛନ୍ତି। ଧୋବଣୀର ହାଲଚାଲ ବୁଝିପାରିଲୁ ତ? ଏଥିରେ ପୁଣି କହୁଛୁ ତୁମ ନାରୀ ଜାତିଟା ବଡ଼। ସାରୀ କହିଲା, ତୁ ସେପରି କଥା କହନା। ଧୋବଣୀ ଏଠାରେ କ'ଣ କରିଥାନ୍ତା ଆଉ? ନିଜର ସତୀତ୍ୱ ବଞ୍ଚାଇବା ଲାଗି ସେ ଏମିତି ପାଲା ଲଗାଇଦେଲା। ଏଥିରେ ତାର ଦୋଷ କ'ଣ? ଆଗ ଜମାଦାର ବାବୁ, ତାପରେ ସବ୍ ଇନ୍ସପେକ୍ଟର ବାବୁ, ତାପରେ ଇନ୍ସପେକ୍ଟର ବାବୁ, ଏମାନେ ସବୁ ସରକାରୀ ଚାକିରିଆନ। ଏମାନେ ପୁରା ଦେଶରେ ଧର୍ମ ଶାନ୍ତି ରଖିବାକୁ ଚାକିରି କରିଛନ୍ତି। ହେଲେ କ୍ଷେତକୁ ବାଡ଼ ଖାଇଗଲା ପରି ଏମାନେ କ'ଣ କରୁଛନ୍ତି ଦେଖିଲୁ ତ? ଶୁଆ କହିଲା, ଏଥିରେ ତୁ ମୋତେ ହାର ମନାଇବାକୁ ଭାବୁଛୁ ନୁହଁ? ତାହେଲେ ଶୁଣ, ମୁଁ ତୋତେ ଆଉ ଏକ ପ୍ରମାଣ ଦେଉଛି।